ବିଜୁ ଜନତା ଦଳ ଆମେ ତିଆରି କରୁ ଗୋଟେ ସମୟରେ 1997 ମସିହା ସେତେବେଳେ ଜଣଙ୍କ ନାଁ କେବଳ ମୁଁ ନେବି, ଅନ୍ୟମାନଙ୍କ ନାଁ ନେବା ପାଇଁ ଚାହେଁନି। 2 ଜଣ ସାମ୍ବାଦିକ ବନ୍ଧୁ, ଜଣେ ପୂର୍ବତନ ବିଧାୟକ, ସେ ଚାଲିଗଲେଣି ଆମ ପାଖ, ଶ୍ରୀଯୁକ୍ତ ଅରୁଣ ଦେ ବାଲେଶ୍ୱର। ଜାନକୀ ବଲ୍ଲଭ ପଟ୍ଟନାୟକ କହିଲେ ଯେ ବିଜୟ କଣ ଗୋଟେ ଦଳ ଫଳ କରୁଛି କି ନା, ବିଜୁ ଜନତା ଦଳ ତିଆରି କରିବୁ ନା। ଦଳ ସେତେବେଳେ ପ୍ରକୃତରେ ତିଆରି ହେଇନଥିଲା, କିନ୍ତୁ ଦଳ ତିଆରି କରିବା ପାଇଁ ବିଜୁବାବୁଙ୍କର ଦେହାନ୍ତ ହେଇଯାଇଛି। ଆମେ ସମସ୍ତେ ସେଇ କାମରେ ନିଜକୁ ନିୟୋଜିତ କରିଥାଉ। କହିଲେ ଅରୁଣ ଦେବଙ୍କୁ ପ୍ରଥମେ କହିଥିଲେ। ଅରୁଣ ଦେବ ଯେହେତୁ ମୋର ଅତ୍ୟନ୍ତ ଘନିଷ୍ଠ, ମତେ ଆସି କହିଲେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଟିକେ କଥା ହେବେ ତୋ ସାଙ୍ଗେ। ମୁଁ କହିଲି ନା, ମୁଁ କଥାବାର୍ତ୍ତା ହେଇପାରିବି, ମୁଁ ଆଡ଼େ ବ୍ୟସ୍ତ ଅଛି। ପ୍ରାୟ 2-4 ଥର ମତେ ଅନୁରୋଧ କଲେ, ସିଏ ନିଜେ ଚାହୁଁଛନ୍ତି କଥା ହେବା ପାଇଁ। ମୁଁ କହିଲି ନାଇଁ, ମୁଁ ଆଗ କାମ ସାରି ତାପରେ ତାଙ୍କ କଥା ହେବି। ଅରୁଣ ଦେବ ଯାଇ ତାଙ୍କୁ କହିଲେ ନା, ସିଏ ବିଜୟ ଚାହୁଁନି କଥା ହେବା ପାଇଁ। ନା, କଥା ଯଦି ବସିକି ନ ହେଇପାରିବା, ଟେଲିଫୋନରେ କଥା ହେଇପାରିବା। ମୁଁ କହିଲି ନା, ତା ବି ସମ୍ଭବ ନୁହଁ। ତାପରେ ସେ କହିଲେ, ମୁଁ ଜାଣିଛି ସେ ଟିକେ ବେଶୀ ରାଗୀ ପ୍ରକୃତିର, ମୋ ବିରୁଦ୍ଧରେ କିଛି କହିନାହାନ୍ତି, ମୁଁ ଜାଣିଛି ସେ କଥା ହବନି, କିନ୍ତୁ ତମେ ତ ଗୋଟିଏ କଥା କହିଦବ, ସେ ଦଳ ତିଆରି କରୁ, ବିରୋଧୀ ଦଳ ତିଆରି କରୁଛି, ତାର ଦଳ ତିଆରି କରିବ, ମୋର ସେଥିରେ କିଛି ପ୍ରତିବାଦ କରିବାର ନାହିଁ। କିନ୍ତୁ ଗୋଟିଏ କଥା ତାକୁ କହିଦବ, ସେ ଦଳ ତିଆରି କରୁ, ସେ ନିଜେ ଦଳ ତିଆରି କରୁ। ସେ କାରଣ ସେତେବେଳେ ନବୀନ ପଟ୍ଟନାୟକ ଆସ୍କା ଲୋକସଭା ଆସନ ନିର୍ବାଚିତ ହେଇଯାଇଛନ୍ତି। ଜନତା ଦଳ, ବିଜୁ ଜନତା ଦଳ ଗଠନ ହେଇନି। ମୁଁ ସେଦିନର କଥା କହୁଛି। ସେ ଦଳ ତିଆରି କରୁ, କିନ୍ତୁ ଓଡ଼ିଶାରେ ଯେଉଁ ନେତାମାନଙ୍କୁ ଅଛନ୍ତି ତାଙ୍କୁ ନେଇକି ତିଆରି କରୁ। ये स्पष्ट कथाटी कहले हुए तो मुझे क्या उद्देश्य क्या विरोध करने छले कहूनी। जदि सी आसो सी पार्लियामेंट आस्कार जीतिकी जाए छाड़िकी दल तैयारी करू, जब सी आसो विजयर बहुत क्षति हम। मोर मन अच्छे जानकी बल्लभ पट्टनायक जन जड़े आस्ट्रोलोजर कहते, सी आस्ट्रोलोजर भाव में से कथा कहते। सर मु आपण संगे गोटे कथार आपण कथा को शिरोधार्य मानली जे आपण जहाँ कही आस्ट्रोलोजर भाव में मुझे कथा को आज मन रखी। ओडिशा रे कौन सी व्यक्तित्व मत एक कहना, केवल आपण एकमात्र व्यक्तित्व एक स्पष्ट भाव में कही जहाँ कही अक्षर अक्षर पालन है। मुझे आपको धन्यवाद देवाई लगे, कारण बहुत समय बस राजनीतिक आलोचना हुए। आमर एजेंडा केवल गोटे एजेंडा आमर व्यक्तिगत स्वार्थ जे शासन रमें व्यक्तिगत स्वार्थ प्रथम एजेंडा हम, ओडिशा आमर द्वितीय एजेंडा हम। यही धारा कौन सी राज्य केवे चलनी कि चली पार ना। शासनटा जो अत्यंत अहंकार हो जाए समस्त बेले भावती सबुदिन आज जे कोटिपति अच्छी सबुदिन कोटिपति रही ना, कि शासन में जी रहे सी थरे भावे जो शासन तार अहंकार चरम सीमा पहुंची जाए, सी भावे मु सबुदिन सुना चामच खाइबी, रूपा खटे शोबी, सेटा ही ताको केवल क्षतिग्रस्त कराएनी, सारा राज्यवासी को क्षतिग्रस्त कराए। यार नजीर यार उदाहरण बहुत रही।